ଦେଖନ୍ତୁ ନିଫ୍ଟି ଏବେ ଅଛି 24,583 ରେ। ତା ମାନେ 24,500 ଲେବୁଲ୍ ଉପରେ ମାର୍କେଟ ସଷ୍ଟେନ୍ କରୁଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଷ୍ଟ୍ରଙ୍ଗ ବାଇଂ ଆସିନି। କାରଣ ଯଦି ଦେଖିବେ 2 ଦିନ ହେଲାଣି ମାର୍କେଟରେ ୱିକନେସ୍ ଦେଖାହଉଛି। ମାର୍କେଟ ଯାଇପାରୁନି। କାରଣ କଣ? ନା ଏଇଠି ଗୋଟେ ଟ୍ରେଣ୍ଡ ଲାଇନ୍ ଏମିତି ଡେଭଲପ୍ ହଉଛି। ତ ଇଏ କଣ କରୁଛି ନା ଏହା ଭିତରେ କନସୋଲିଡେଟ୍ କରୁଛି। ଯଦି ଆଜି ସେମିତି ସାଇଡୱେଜ୍ ଖୋଲିକି ୟାକୁ ବ୍ରେକଆଉଟ୍ କରେ, ତାହେଲେ ଆମେ କଣ କରିବା ନା ଆମର ଇଏ ରହିବ, ୟା ହାଇ ରହିବ ଫାଷ୍ଟ ଟାର୍ଗେଟ। ସେମିତି ଯଦି ୟାକୁ ତଳ ପଟକୁ ସେ ବ୍ରେକଡାଉନ୍ କରିଦିଏ, ତାହେଲେ ଆମେ ଦେଖିବା ଯେ ଏଠି କାଳେ ସେଲର ଟ୍ରାପ୍ ହୁଅନ୍ତି କି ଲିକ୍ୱିଡିଟି ସ୍ୱାପ୍ ହେଇକି ସେ ଉପରକୁ ଯାଏ, କିଛି ଗୋଟେ ଏଇଠି ପାଟର୍ନ ଦେଖିଲେ ଆମେ ଉପର ପାଇଁ ବି ଟ୍ରେଡ୍ କରିପାରିବା। କିମ୍ବା ଯଦି ଇଏ ତଳ ପଟକୁ ବ୍ରେକଡାଉନ୍ କରିଦିଏ, ତାହେଲେ ଆମେ କଣ କରିବା, ଇଏ ତଳ ପଟକୁ ଆମେ ଛୋଟ ସ୍କାଲ୍ପିଂ ବି କରିପାରିବା ଅପ୍ ଟୁ ଏଇ ଯାଏ। ଠିକ୍ ଅଛି। ମୁଁ ଏଇ କଥା କହିବାର କାରଣ କଣ? ନା ଇଏ ଯେବେ ଏମିତି ଟ୍ରେଣ୍ଡ ଲାଇନ୍ ବ୍ରେକଆଉଟ୍ କରିକି ଯାଇଥିଲା, କିଛି ବାଟ ଗଲା ପରେ ଏବେ ସିଏ ହଲ୍ଟ କରୁଛି। ତ ଯଦି ଏଠି ହଲ୍ଟ କରିକି ତଳକୁ ବ୍ରେକଡାଉନ୍ କରେ, ତାହେଲେ ବି ସିଏ ରିଟ୍ରେସମେଣ୍ଟ କରିବା ପାଇଁ ଏ ପାଖାପାଖି ଏ ଜୋନକୁ ପଳେଇ ଆସିପାରେ। ବୁଝିଲା? ତ ଇଏ ରହିବ ଆମର ନିଫ୍ଟିର ପ୍ଲାନ୍।